ଚାଲନ୍ତୁ ଯିବା ନବୀନ ବାବୁଙ୍କର ରୋଡ୍ ଶୋ ଦେଖିବା ପାଇଁ। ଆରେ ବାପରେ ବାପ, ଏଠି ଏତେ ଲୋକ ଠିଆ ହେଇଛନ୍ତି। ଲୋକ ସମୁଦାୟ ବୋଧେ 40-50ଟା ଲୋକ ହେବେ। ସତରେ କ'ଣ ଓଡ଼ିଶାର ପରିବର୍ତ୍ତନ ହେବ? ଆପଣମାନେ ଦେଖିପାରୁଥିବେ ଗାଟେ ପଡ଼େ ଗୋଟେ ଗାଡ଼ି ଚାଲିଛି ଚାଲିଛି ଚାଲିଛି, କିନ୍ତୁ ଲୋକ ନାହାନ୍ତି। ବର୍ତ୍ତମାନ ପାଇଁ ଆପଣମାନେ ଦେଖିପାରୁଥିବେ, ବର୍ତ୍ତମାନ ପାଇଁ ମୁଁ ଆପଣଙ୍କୁ ଦେଖେଇବି ନବୀନ ବାବୁଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ କେମିତି ଅଛି। ଆପଣମାନେ ନିଜେ ହିଁ ଦେଖିପାରିବେ। ବର୍ତ୍ତମାନ ପାଇଁ ଗାଡ଼ିରେ ଅଛନ୍ତି ଉତ୍ତରର ବିଧାୟକ ପ୍ରାର୍ଥୀ ସୁଶାନ୍ତ ବାବୁ ଏବଂ ମନ୍ମଥ ବାବୁ ଏବଂ ସୁଲୋଚନା ଦାସ। ବର୍ତ୍ତମାନ ପାଇଁ ଆମେ ନବୀନ ବାବୁଙ୍କ ପାଖକୁ ଆମେ ଦେଖିବା। ଖୁବ୍ ଶୀଘ୍ର ନିକଟତ ହେଇ ଆସୁଛନ୍ତି ନବୀନ ବାବୁ। ଆପଣଙ୍କର ନିଜେ ଦେଖନ୍ତୁ ନବୀନ ବାବୁ କେମିତି ଅଛନ୍ତି। ହାତ ବି ହଲେଇ ପାରୁନାହାନ୍ତି ନବୀନ ବାବୁ, ଖାଲି ଏସି ଭିତରେ ଆପଣମାନେ ବସିଛନ୍ତି। ଦେଖନ୍ତୁ ଦେଖନ୍ତୁ ସ୍ପଷ୍ଟ ଭାବେ ଦେଖନ୍ତୁ ନବୀନ ବାବୁଙ୍କର ହାତ ଖାଲି ହଲୁଛି ହଲୁଛି ହଲୁଛି। ବର୍ତ୍ତମାନ ପାଇଁ ମୁଁ ବି ଟିକେ ଦୌଡ଼ି ଦୌଡ଼ି ଗଲି, ପଛେ ପଛେ ଗଲି ଦେଖିବା ପାଇଁ। ଦେଖନ୍ତୁ ବର୍ତ୍ତମାନ ପାଇଁ ମୁଁ ଆପଣଙ୍କୁ କ୍ୟାମେରା ବୁଲାଉଛି ପାଖାପାଖି ସେ ଚାରିପାର୍ଶ୍ୱରେ ଯେତିକି ଦୋକାନ ଲୋକ ଥିଲେ, ସେ ଯେଉଁ ଗରାକମାନେ ଥିଲେ, ସବୁ ଆସିକି ଟିକେ ରୋଡ଼ ଜାମ୍ କରିଦେଇଛନ୍ତି। ଆଉ ବର୍ତ୍ତମାନ ପାଇଁ ଆପଣମାନେ ଦେଖନ୍ତୁ ଫିର୍ ବି ଏବେ ଓଡ଼ିଶାର ଅବସ୍ଥା ଯାହା ହେଲାଣି, ସତରେ କ'ଣ ପରିବର୍ତ୍ତନ ହେବ? ପରିବର୍ତ୍ତନ ସ୍ୱର ଆସିଲାଣି, ଆପଣମାନେ ନିଜେ ହିଁ କହିବେ। ନବୀନ ବାବୁଙ୍କୁ ଦେଖିବା ପାଇଁ ସବୁ ଲୋକ ଏବେ ତ ଦେଖିଲେ ନବୀନ ବାବୁଙ୍କର ରୋଡ୍ ଶୋର ଲୋକମାନଙ୍କୁ ଦେଖିଲେ। ବର୍ତ୍ତମାନ ଆସନ୍ତାକାଲି ଆସୁଛନ୍ତି ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ସହ ଆସୁଛନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଚରିତ୍ରରେ ଅଭିନୟ କରୁଥିବା ଗୋବେଲ ସାର୍। ଆପଣମାନେ ଦେଖିବେ ତାଙ୍କର ବି କେତେ ଲୋକ ହେଉଛନ୍ତି ଦେଖିବା। ସତରେ କ'ଣ ଓଡ଼ିଶାରେ ପରିବର୍ତ୍ତନ ସ୍ୱର ଉଠିଲାଣି? ସତରେ କ'ଣ ପରିବର୍ତ୍ତନ ଆସିବ? ଆପଣମାନେ ନିଜେ ଦେଖିବେ। ନବୀନ ବାବୁ ବାହାରକୁ ବାହାରୁନାହାନ୍ତି, କାହିଁକିନା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ସଙ୍କଟାପନ୍ନ। ଆଉ ସେ ନିଜେ କଥା କହିପାରୁନାହାନ୍ତି, ନିଜେ ହାତ ବି ହଲେଇ ପାରୁନାହାନ୍ତି। ସେଥିପାଇଁ ବହୁତ କଷ୍ଟରେ ସେ ଗାଡ଼ି ଭିତରେ ବସିଛନ୍ତି ଏବଂ ଦର୍ଶକମାନଙ୍କୁ ଦେଖୁଛନ୍ତି। ହାତ ହଲେଇଛନ୍ତି ଖାଲି ସେତିକି ବାସ୍। ଆପଣମାନେ ଦେଖିପାରୁଥିବେ ଚାରିପଟରୁ ଲୋକ ଜାମ୍ ଅଛନ୍ତି, ପୋଲିସ ଧାଇଁଛନ୍ତି। ହଉ ବହୁତ ହେଇଗଲା ରୋଡ୍ ଶୋ। ଏବେ ଚାଲନ୍ତୁ ଆମେ ଯିବା। ଆସନ୍ତା